ଆଉ କିଛି ଉପାୟ ନଥିଲା ସେ ରାଜା ସାହେବ ଆମ ଘରୁ କାଢିଦେଲା ଦିନଠାରୁ ଆମେ ବାରଣ୍ଡାରେ ତ ସ୍କୁଲ ବାରଣ୍ଡାରେ ତ ଠାକୁରାଣୀ ଛଡ଼ା ଆମେ ଆଉ କଣ କରିପାରିଥାନ୍ତୁ। ଆଉ ଭାଉଜ ତ ଭାଉଜ ଏଇ ମନ୍ଦିର ବେଳାରେ ଶୋଇଛି। ଭାଉଜ ଏ ଭାଉଜ ତମ ଲକ୍ଷ୍ୟ ଡାକୁଛି ଭାଉଜ ଏ ଭାଉଜ ମୁଁ ଡାକୁଛୁ ମତେ ମୁଁ ତମ ଲକ୍ଷ୍ୟ ଭାଉଜ ସେ ରାଜା ସାହେବଟା ଆମ ଜମି ବାଡ଼ି ସବୁ କିଛି ଛଡେଇ ନେଲା। ଶେଷରେ ମୋ ପୁଅ ରାଜାଟାକୁ ଶୁଣିଛି ଭାଉଜ ସବୁ କଥା ମୁଁ ଜେଲରେ ରହି ଶୁଣିଛି। ହେଲେ ମୁଁ ଆଜି ଆସିଯାଇଛି ମାନେ ଆମର ଆଉ କିଛି ହବନି। ଆମେ ଆମ ଘରକୁ ଚାଲିଯିବା ଆଉ ଦେଖିବି ସେ ରାଜା ସାହେବ କେମିତି ଆମ ଘରୁ ଆମକୁ ବିଦା କରିବେ। ପାଗଳା ତାଙ୍କ ପାଖରେ ଧନ ବଳ ଜନବଳ ସବୁ ଅଛି। ଆମ କଣ ତାଙ୍କ ସହିତ ଲଢି ପାରିବା? ଭାଇ ତାଙ୍କ ପାଖରେ ଧନ ବଳ ଲୋକ ବଳ ସିନା ଅଛି ହେଲେ ଆମ ପାଖରେ ଧର୍ମ ବଳ ଅଛି। ଧର୍ମର ଯୁଗେ ଯୁଗେ ଜୟ ହବ ଭାଇ। ଧର୍ମର ଯୁଗେ ଯୁଗେ ଜୟ ହବ। ଆମେ ଆମ ଘରକୁ ଫେରିଯିବା। ଆମେ ଜାଣିଛ ନା ସେଦିନ ଘରୁ ଛାଡି ଆସିବାକୁ ମୋର ଟିକେ ଇଚ୍ଛା ନଥିଲା। କେବଳ ସେଇମାନଙ୍କ ଡରରେ ମୁଁ ଘର ଛାଡି ଭାଇ ଭାଉଜ ଆମେ ଆମ ଘରକୁ ଯିବା ଆଉ କୌଣସି ଭଡା ଘରେ ରହିବାନି। ମୁଁ ମୋ ଜନ୍ମସ୍ଥାନକୁ ବୁଲି କେବେ ବି ମୁଁ ଭଡା ଘରେ ରହିବି। ଚାଲ ଭାଇ ଆମେ ଆମ ଘର ଲକ୍ଷ୍ମଣ ଭାଇଟା ନଥିଲା ବୋଲି ମୁଁ ଆଜି ଦାଣ୍ଡର ଭିକା ଦେଇ ଯାଇଥିଲି। ଏଣିକି ମୋ ଲକ୍ଷ୍ମଣ ଭାଇଟା ଅଛି ମାନେ ମୁଁ କାହାକୁ କରିବିନି।